କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଡିସ୍କସ୍ କରିବା ପାରମ୍ପରିକ ଶକ୍ତି ଏବଂ ସବୁଜ ଶକ୍ତି ମଧ୍ୟରେ ପାର୍ଥକ୍ୟ, ଡିଫରେନ୍ସ ବିଟୱିନ୍ ଟ୍ରାଡିସନାଲ ଏନର୍ଜି ଆଣ୍ଡ ଗ୍ରୀନ୍ ଏନର୍ଜି। ମାନବ ଜୀବନ ଏବଂ ବିକାଶ ପାଇଁ ଶକ୍ତି ଅତ୍ୟାବଶ୍ୟକ। ଏହା ଶିଳ୍ପ, ପରିବହନ, ଘର ଏବଂ ପ୍ରଯୁକ୍ତି ବିଦ୍ୟାକୁ ଶକ୍ତି ପ୍ରଦାନ କରେ। ଦୁଇ ମୁଖ୍ୟ ପ୍ରକାର ଶକ୍ତି ଉତ୍ସ ଅଛି, ପାରମ୍ପରିକ ଶକ୍ତି ଏବଂ ସବୁଜ ଶକ୍ତି। ଏହି ଦୁଇ ପ୍ରକାର ଅନେକ ପ୍ରକାରର ଭିନ୍ନ ଏବଂ ସେମାନଙ୍କର ଉତ୍ସ, ପରିବେଶଗତ ପ୍ରଭାବ ଏବଂ ସ୍ଥାୟିତ୍ୱ ସಮೇତ। ପାରମ୍ପରିକ ଶକ୍ତି କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ପରି ଅଣନବୀକରଣ ଯୋଗ୍ୟ ଉତ୍ସରୁ ଆସିଥାଏ। ଏହି ସମ୍ପଦ ଗୁଡ଼ିକ ସୀମିତ ଏବଂ ଗଠନ ହେବାକୁ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗେ। ଶିଳ୍ପ ବିପ୍ଳବ ପରଠାରୁ ଏଗୁଡ଼ିକ ବହୁଳ ଭାବରେ ବ୍ୟବହୃତ ହୋଇ ଆସୁଛି, କାରଣ ଏଗୁଡ଼ିକ ପ୍ରଚୁର ପରିମାଣରେ ଶକ୍ତି ପ୍ରଦାନ କରନ୍ତି। ତଥାପି ପାରମ୍ପରିକ ଶକ୍ତି ବ୍ୟବହାର ପ୍ରଦୂଷଣକୁ ନେଇଥାଏ, ଯାହା ବାୟୁମଣ୍ଡଳରେ କ୍ଷତିକାରକ ଗ୍ୟାସ ମୁକ୍ତ କରେ। ଏହା ଜଳବାୟୁକୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣ ଭଳି ଗମ୍ଭୀର ପରିବେଶଗତ ସମସ୍ୟାରେ ଯୋଗଦାନ କରେ, ଯାହା ପ୍ରକୃତି ଏବଂ ମାନବ ସ୍ୱାସ୍ଥ୍ୟ ଉଭୟକୁ ପ୍ରଭାବିତ କରେ। ଅନ୍ୟପକ୍ଷରେ ସୂର୍ଯ୍ୟ କିରଣ, ପବନ, ପାଣି, ବାୟୋମାସ ଭଳି ନବୀକରଣ ଯୋଗ୍ୟ ଉତ୍ସରୁ ସବୁଜ ଶକ୍ତି ପ୍ରାପ୍ତ ହୁଏ। ଏହି ଉତ୍ସଗୁଡ଼ିକ ପ୍ରାକୃତିକ ଭାବରେ ପୁନଃକରଣ କରାଯାଏ ଏବଂ ଶେଷ ହୁଏ ନାହିଁ। ସବୁଜ ଶକ୍ତିକୁ ପରିବେଶ ଅନୁକୂଳ ବୋଲି ବିବେଚନା କରାଯାଏ, କାରଣ ଏହା କମ୍ କିମ୍ବା କୌଣସି ପ୍ରଦୂଷଣ ସୃଷ୍ଟି କରେ ନାହିଁ। ସୌର ପ୍ୟାନେଲ, ପବନ ଟର୍ବାଇନ ଏବଂ ଜଳବିଦ୍ୟୁତ କେନ୍ଦ୍ର ଭଳି ପ୍ରଯୁକ୍ତି ବିଦ୍ୟା ପରିବେଶକୁ କ୍ଷତି ନ କରି ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ହେଉଛି ସ୍ଥାୟିତ୍ୱ। ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଦ୍ରୁତ ଗତିରେ କ୍ଷୟ ପାଉଛି, ଯାହା ସେମାନଙ୍କୁ ଭବିଷ୍ୟତ ପିଢ଼ି ପାଇଁ ଅବିଶ୍ୱସନୀୟ କରିଦିଏ। ବିପରୀତରେ ସବୁଜ ଶକ୍ତି ଏକ ଦୀର୍ଘକାଳୀନ ସମାଧାନ ପ୍ରଦାନ କରେ, କାରଣ ଏହା ସ୍ଥାୟୀ ଏବଂ ପ୍ରଚୁର। ଯଦିଓ ସବୁଜ ଶକ୍ତି ବ୍ୟବସ୍ଥା ସ୍ଥାପନର ପ୍ରାରମ୍ଭିକ ମୂଲ୍ୟ ଅଧିକ ହୋଇପାରେ, କମ୍ ରକ୍ଷଣାବେକ୍ଷଣ ଏବଂ ମାଗଣା ପ୍ରାକୃତିକ ସମ୍ବଳ ଯୋଗୁଁ ଏହା ଦୀର୍ଘକାଳୀନ ଭାବରେ ମୂଲ୍ୟ ପ୍ରଭାବଶାଳୀ। ପାରମ୍ପରିକ ଶକ୍ତି ବହୁ ବର୍ଷ ଧରି ମାନବ ପ୍ରଗତିକୁ ସମର୍ଥନ କରିଆସିଛି। ଏହା ଗମ୍ଭୀର ପରିବେଶଗତ ବିପଦ ସୃଷ୍ଟି କରେ ଏବଂ ଯୋଗାଣରେ ସୀମିତ। ସବୁଜ ଶକ୍ତି ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ସ୍ଥାୟୀ ବିକଳ୍ପ। ତେଣୁ ପରିବେଶକୁ ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସବୁଜ ଶକ୍ତି ଆଡ଼କୁ ସ୍ଥାନାନ୍ତରିତ ହେବା ଜରୁରୀ। ଭିଡ଼ିଓଟି କେମିତି ଲାଗିଲା कमेंट करके जणेब। जदि भल लगिला ताले वीडियोटी को लाइक करदब, वीडियो सहित शेयर कर। जदि किसी क्वेश्चन अछि कमेंट लिखिदब, आंसर करबा। आउ जदि सब्सक्राइब करिन चैनल को सब्सक्राइब कर, आउ सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। ताले रहूची देखा वीडियो रे। भलरे रुह, सुस्थ रे रुह, मते अनुमति दियो। बाय बाय।